ଛଅଟା ବେଳେ ଝିଅ ଲାଟିଂ ଯାଇଥିଲେ। ଛଅଟା ବେଳୁ ଯେତେବେଳେ ଆମେ ଦେଖିଲୁ ଝିଅ ଲାଟିଂରେ ନାହିଁ, ଆମେ ତାକୁ ଖୋଜା ଆରମ୍ଭ କଲୁ। ଖୋଜି ଖୋଜି ଗୋଟା ଖୋଜିଲୁ। 9ଟା ବେଳକୁ ଆମେ ଝିଅ ହନୁମାନ ମନ୍ଦିର ପାଖରେ ପାଇଲୁ, ମେନ୍ ରୋଡ୍ ସେପଟରେ। ଆଉ ଦେଖିଲୁ ଝିଅର ଗୋଟିଏ ବାବୁ ଘର 2 ତାଲା ଉପରେ ଝିଅ ରହିଛି। ଆମେ ଯାଇକି ଦେଖିଲୁ ଝିଅର ତଣ୍ଟିରେ ବ୍ଲଡ୍ ଦେଖାଗଲା, ଏଇ ତଣ୍ଟିରେ। ଆଉ ମୁଣ୍ଡରେ ଗୋଟେ ଇଟା ମାରିଛି। ଝିଅ ବେହୁଶ, କଥାବାର୍ତ୍ତା କହିପାରୁନି। ଆମେ ତାকে ନେଇ ଆସିକି ସ୍ଥାନୀୟ ମେଡିକାଲ, ମ୍ୟୁନିସିପାଲିଟି ମେଡିକାଲ ଦେଲୁ। ଆମେ ଥାନାରେ ଏଫଆଇଆର କଲୁ। ଥାନା ବାଲା ମେଡିକାଲରୁ ଆଣିକୁ ଥାନାରେ ପୁଲିସ ଷ୍ଟାଫ ସବୁ ତାକୁ ତଡ଼ଘଡ଼ ଚଲାଉଛି। କାହା ଘରେ ଥିଲା ଆଜ୍ଞା ଆପଣ ଝିଅ ନାତୁଣୀ? ମୁଁ କହିପାରିବିନି। ଆଚ୍ଛା, ବେକରେ ଖଣ୍ଡିଆ ହେଇଛି? ଆଜ୍ଞା, ତ ଆପଣଙ୍କୁ କଣ ଲାଗୁଛି, କଣ ଅନୁମାନ କରୁଛନ୍ତି ଆପଣ? ତାକୁ ବେକରେ ତଣ୍ଟି ଚିପି ଭଳିଆ ଜଣାପଡ଼ିଛି। ନଖ ଦେଇକି ତଣ୍ଟି ଫଣ୍ଟି ସବୁ ଜର୍ଜବସ୍ତି ତାକୁ ବ୍ଲଡ୍ ଦେଖାଯାଉଛି ତଣ୍ଟିରେ। ଗୋଟେ ଛୋଟ ଛୁଆକୁ ଆଜ୍ଞା ଜଣେ ନେଇକି କାହିଁକି ତା ତଣ୍ଟି ଚିପିବ? କଣ ଉଦ୍ଦେଶ୍ୟ ଥାଇପାରେ ଆପଣ ଭାବୁଛନ୍ତି? ତାକୁ ମାରିଦେବାର ଚିନ୍ତା ଭାବନା ସେମାନେ କରିଥିଲେ, ଯେ ବ୍ୟକ୍ତି ନେଇଯାଇଥିଲେ। ହଁ, କାହିଁ ଇଟା ଗୋଟେ ମୁଣ୍ଡରେ ଇଟା ଗୋଟେ ମାରିଛି। କେମିତି ଖସିକି ଆସିଲେ ଆଜ୍ଞା ସେଠୁ? ସେଠି ଜଣେ ସ୍ତ୍ରୀ ଲୋକ ରୋଡରେ ଯାଇଥିଲା। ଝିଅ 2 ତାଲା ଉପରୁ କାନ୍ଦିବା ଆବାଜ ଯେତେ ପାଇଲେ, ଝିଅ ସ୍ତ୍ରୀ ଲୋକଟା ଉପରକୁ ଯେତେ ଚାହିଁଲେ, ସେ ଝିଅ କାନ୍ଦୁଛି। ତାଙ୍କ ହାତ ଭିତରୁ ସେ ତଳେ ପଡ଼ିଗଲା, ବାଲି ଉପରେ, ବାଲି ଗାଦି ତଳେ ଥିଲା, ବାଲି ଉପରେ ପଡ଼ିଗଲା। ସେ ସ୍ତ୍ରୀ ଲୋକ ଯାହା କହିବା କଥା। ଆଚ୍ଛା, ଆପଣ ମାନେ ଅଭିଯୋଗ କଣ କରୁଛନ୍ତି? ଜଣେ କେହି ହୁଏତ ଦୁଷ୍କର୍ମ କରିବା କଥା କୁହନ୍ତୁ, କିମ୍ବା ତାକୁ କୁଆଡେ ଚାଲାଣ କରିଥାନ୍ତା ବା ମାରିଦେଇଥାନ୍ତା, ଏମିତି କିଛି ଅଭିଯୋଗ? ତା ଚିନ୍ତା ଭାବନା ଅଛି। କାହିଁକି ଇଟା ସେ ମୁଣ୍ଡରେ ମାରିବା ଜଣା ପଡୁଛି। ବେକରେ ବ୍ଲଡ୍ ଜଣା ପଡୁଛି। ନଖ ଫଖ ଦେଇ ଚିରି ଦେଇଛି, ଏଗୁଡ଼ା ସବୁ ଏଇଭଳିଆ ଜଣା ପଡୁଛି।